2025 ବର୍ଷର ମାର୍ଚ୍ଚ ମାସର ଦୋଳ ପୂର୍ଣ୍ଣିମା ତିଥିର ହୋଲି ଦିନ ଏହି ଗୁପ୍ତ ଗଛକୁ କାହାକୁ କିଛି ନ ଜଣାଇ ଚୁପଚାପ ଏହି ଗଛକୁ ଛୁଇଁ ଦେଇ ଏହି ମନ୍ତ୍ରକୁ କହିଦେଇ ଚାଲି ଆସନ୍ତୁ। କାଙ୍ଗାଳ ବି ଧନବାନ ବନିଯିବ। ଏତେ ଧନ ଦୌଲତ ଆସିବ କି ଆପଣ ସମ୍ଭାଳି ପାରିବେ ନାହିଁ। ଜନ୍ମ ଜନ୍ମାନ୍ତର ଗରିବୀ ତତ୍କାଳୀନ ଦୂର ହୋଇଯିବ। ଆଜିର ଏହି ଭିଡିଓରେ ଆମେ ଗୋଟିଏ ଚମତ୍କାରୀ ଦେବବୃକ୍ଷ ବିଷୟରେ ଜଣାଇବୁ। ଏହି ଦେବବୃକ୍ଷକୁ ହୋଲି ଦିନ ସ୍ୱୟଂ ଭଗବାନ ନାରାୟଣଙ୍କର ବାସ ହୋଇଥାଏ। ଆଉ ଏହି ବୃକ୍ଷ ଆପଣଙ୍କର ଘରର ଆଖପାଖରେ ହିଁ ମିଳିଯିବ। ଏହି ଦେବବୃକ୍ଷ ବିଷୟରେ ସ୍ୱୟଂ ମହାଦେବ ତାଙ୍କ ପ୍ରିୟ ଭକ୍ତ ରାବଣକୁ ଜଣାଇଥିଲେ କି ଯଦି କୌଣସି ବି ବ୍ୟକ୍ତି ଠିକ ସମୟରେ ଠିକ ମୁହୂର୍ତ୍ତରେ ଠିକ କ୍ରିୟା ଅନୁସାରେ ଯଦି ହୋଲି ଦିନ ଏହି ବୃକ୍ଷକୁ ଛୁଇଁକି ଚୁପଚାପ ଆସିଯିବେ ତ ସେହି ବ୍ୟକ୍ତିଙ୍କ ଘରେ ସ୍ୱୟଂ ନାରାୟଣଙ୍କର ବାସ ବନିଯିବ। ବ୍ୟକ୍ତିର ଜୀବନରେ ଚାଲୁଥିବା ଗରିବୀ ଦୁଃଖ କଷ୍ଟ ସମସ୍ୟା ସମାପ୍ତ ହୋଇଯିବ। ଜନ୍ମ ଜନ୍ମାନ୍ତର ଗରିବୀ ତତ୍କାଳୀନ ଦୂର ହୋଇଯିବ। ଆପଣଙ୍କର ଭାଗ୍ୟ ପୁରା ଉଜ୍ଜଳ ହେଇଯିବ। ଆପଣ ଯେଉଁଭଳି ବି ଯେଉଁଠିକି ଯିବେ ପୁରା ଧନ ଦୌଲତ ଆପଣଙ୍କ ପଛେ ପଛେ ଆପଣଙ୍କ ଘରକୁ ଆସିବ। ତା ପୂର୍ବରୁ ଆପଣଙ୍କୁ ଗୋଟିଏ ଛୋଟିଆ ଅନୁରୋଧ କି ଭିଡିଓକୁ ଗୋଟେ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ ଜରୁର କରିଦିଅନ୍ତୁ। ଏହି ଭିଡିଓରେ ଆମେ ଆପଣଙ୍କୁ ଗୋଟିଏ ଏପରି ଚମତ୍କାରୀ ଗଛ ବିଷୟରେ କହିବୁ ଯାହାକୁ ଛୁଇଁବା ମାତ୍ରେ ହିଁ ଆପଣଙ୍କର ଗରିବୀ ତୁରନ୍ତରୁ ତୁରନ୍ତ ଦୂର ହୋଇଯିବ। ମାତା ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ଏପରି ବର୍ଷିବ କି ଆଗକୁ ଆସୁଥିବା ସମୟରେ ଆପଣଙ୍କର ପୁରା ଧନବାନ ବନିଯିବେ। ଏହି ବର୍ଷର ହୋଲି ପୁରା 144 ବର୍ଷ ପରେ ଶୁଭ ସଂଯୋଗରେ ପଡ଼ିବାକୁ ଯାଉଛି। ଆଉ ଏହି ହୋଲି ମହାକୁମ୍ଭ ଦ୍ୱାରା ପଡୁଅଛି। ମହାକୁମ୍ଭରେ ଆସିଥିବା ସାଧୁ ସନ୍ଥମାନେ ଏହି ଚମତ୍କାରୀ ଗଛ ବିଷୟରେ ବତାଇଛନ୍ତି। ଯଦି ଆପଣ ବି ଠିକ ବିଧି ଅନୁସାରେ ଶୁଭ ମୁହୂର୍ତ୍ତରେ ଏହି ଗଛକୁ ମାତ୍ର ଛୁଇଁ ଦେବେ ତ ଆପଣଙ୍କ ଜୀବନରେ କିଛି ଦିନ ପରେ ଧନର ବର୍ଷା ହେବାକୁ ଲାଗିବ। ଆପଣ ଆପଣଙ୍କ ଜୀବନରେ ଉନ୍ନତି କରିବାରେ କେହି ବି ଆପଣଙ୍କୁ ରୋକିପାରିବେ ନାହିଁ। ଆପଣଙ୍କର ପ୍ରତ୍ୟେକ ମନସ୍କାମନା ପୁରା ହୋଇଯିବ। ପୁରା ଖୁସିରେ ଭରିଯିବ ଆପଣଙ୍କ ଘର। ଯଦି ଆପଣ ଏହି ଦୋଳ ପୂର୍ଣ୍ଣିମା ତିଥିର ହୋଲି ଦିନ ଏହି ଦେବ ବୃକ୍ଷକୁ ଖାଲି ଟିକେ ଛୁଇଁ ଦେଉଛନ୍ତି ତ ତ୍ରିଦେବ ବ୍ରହ୍ମା ବିଷ୍ଣୁ ମହେଶ୍ୱରଙ୍କର ଆପଣଙ୍କୁ ଆଶୀର୍ବାଦ ମିଳିଯିବ। ଆମ ଚତୁଃପାଖରେ ଥିବା ବୃକ୍ଷଲତା ଭିତରେ ଏମିତି କିଛି ବୃକ୍ଷ ଆମ ଧର୍ମଶାସ୍ତ୍ରରେ କିଛି ବୃକ୍ଷକୁ ଦେବ ବୃକ୍ଷ ମାନ୍ୟତା ଦିଆଯାଇଛି। ପ୍ରକୃତିର ମହଜୁଦ କିଛି ବୃକ୍ଷକୁ ଗୁରୁତ୍ୱ ଦିଆଯାଇଛି। ସେହି ବୃକ୍ଷ ଆମ ଜୀବନରେ ଚାଲୁଥିବା ସମସ୍ୟାକୁ ଦୂର କରି ଦେଇଥାଏ। ସେହି ଗଛକୁ କେବଳ ମନୁଷ୍ୟ ପୂଜା ପାଠ କରିଥାନ୍ତି ବରଂ ଔଷଧୀୟ ରୂପରେ ବି ପ୍ରକାଶ କରିଥାନ୍ତି। ବେଦ ପୁରାଣରେ ଅନେକ ବୃକ୍ଷଲତାର ଉଲ୍ଲେଖ ରହିଅଛି। ବୃକ୍ଷ ଭିତରେ ଓସ୍ତ ଗଛ ରାଜା ହୋଇଥାଏ। କାରଣ ଓସ୍ତ ଗଛରେ ଆୟୁ ସବୁଠାରୁ ଅଧିକ ହୋଇଥାଏ। ଓସ୍ତ ଗଛ ସର୍ବଶକ୍ତିମାନ ହୋଇଥାଏ। ପୂଜା ପାଠରେ ଅଧିକ ମହତ୍ତ୍ୱ ରହିଥାଏ। ତେବେ ଚାଲନ୍ତୁ ଜାଣିବା ସେହି ଚମତ୍କାରୀ ବୃକ୍ଷ ବିଷୟରେ। ହୋଲି ଦିନ ଏହି ଗଛର ଶକ୍ତି ଅଧିକ ମହତ୍ତ୍ୱ ହୋଇଥାଏ। ହୋଲି ଦିନ ଭଗବାନ ନାରାୟଣକୁ ପ୍ରସନ୍ନ କରିବା ପାଇଁ ସବୁଠାରୁ ଉପଯୋଗୀ ମନାଯାଏ। ହୋଲିର ପାବନ ପର୍ବରେ କିଛି ଏମିତି ବୃକ୍ଷ ଅଛି ଯାହାକୁ ସେହି ବୃକ୍ଷକୁ ଦେବବୃକ୍ଷ କୁହାଯାଏ। ଆଉ ଯଦି ଆପଣ ହୋଲି ଦିନ ସେହି ବୃକ୍ଷକୁ ମାତ୍ର ଛୁଇଁ ଦେବେ ବ୍ୟକ୍ତିର ବନ୍ଦ ପଡ଼ିଥିବା ଭାଗ୍ୟର ତାଲା ଖୋଲି ଯାଇଥାଏ। ବ୍ୟକ୍ତିର ସୌଭାଗ୍ୟ ଚମକିବାକୁ ଲାଗିଥାଏ। ଏହି ଗଛଟି ଛୁଇଁବା ମାତ୍ରେ ଆପଣଙ୍କର କାଳ ସର୍ପ ଦୋଷ ମଙ୍ଗଳ ଦୋଷ ବାସ୍ତୁ ଦୋଷ ରାହୁ ଦୋଷ ସମସ୍ୟା ତତ୍କାଳୀନ ନିଜର ଜାଗା ଛାଡ଼ି ଚାଲି ଯାଇଥାନ୍ତି ଏବଂ ଆପଣଙ୍କ ଜୀବନର ପୁରା ସମାପ୍ତ ହୋଇଯାଏ। ଆଜି ଆମେ ଆପଣଙ୍କୁ 5ରୁ 4ଟି ଦେବବୃକ୍ଷ ବିଷୟରେ ଜଣାଇବୁ ଯାହାକୁ ଆମ ଧର୍ମଶାସ୍ତ୍ରରେ ବହୁତ ମହତ୍ତ୍ୱପୂର୍ଣ୍ଣ ମନାଯାଏ। ଏହି 4ଟି ବୃକ୍ଷ ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ଓ ଖୁସି ଆଣିବାର ବେହଦ ଶକ୍ତିଶାଳୀ ହୋଇଥାଏ। ହୋଲିର ଦିନଟି ଏତେ ଚମତ୍କାର ହୋଇଥାଏ ଯାହାକି ଆପଣଙ୍କୁ ଲମ୍ବା ଲମ୍ବା ପୂଜା ପାଠ କରିବାର ଆବଶ୍ୟକତା ପଡ଼ିବ ନାହିଁ। ବାସ୍ ଖାଲି ଏହି ବିଶେଷ ବୃକ୍ଷକୁ ଛୁଇଁ ଦେବେ ତ ଆପଣଙ୍କର ସବୁ ସମସ୍ୟା ଓ ଗରିବୀ ପୁରା ଶେଷ ହୋଇଯିବ। ଏହି ବୃକ୍ଷ ଏତେ ଶକ୍ତିଶାଳୀ ହୋଇଥାଏ ଯେ ଆପଣ ନିଜେ ଏହି ଗଛର ଚମତ୍କାର ଦେଖିବେ। ତେବେ ଚାଲନ୍ତୁ ଜାଣିବା ସେହି ଚମତ୍କାରୀ ବୃକ୍ଷ ଗୁଡ଼ିକ କ'ଣ। ପ୍ରଥମ ବୃକ୍ଷ ହେଉଛି ବେଲ ବୃକ୍ଷ ଯାହାକୁ ଆମେ ଖାସ୍ ମୁହୂର୍ତ୍ତରେ ପୂଜା କରିବା ନିହାତି ଆବଶ୍ୟକ। ସ୍କନ୍ଦ ପୁରାଣ ଅନୁସାରେ ବେଲ ଗଛକୁ ଦେବୀ ସ୍ୱରୂପ ମନାଯାଏ। ଏହି ବୃକ୍ଷ ସ୍କନ୍ଦ ପୁରାଣ କଥାରେ ମାନ୍ୟତା ଅଛି କି ବେଲ ବୃକ୍ଷ ଅନେକ ଦେବୀ ଦେବତାଙ୍କର ସ୍ୱରୂପ ମନାଯାଏ। ଏଥିପାଇଁ ଏହି ବୃକ୍ଷ ଧାର୍ମିକ ରୂପରେ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଅଟେ।
जदि आपण संध्या समय शिव मंदिर किंबा नवदुर्गा मंदिर पाखरे बेल वृक्ष मूल घीर दीप जलाई था तो व्यक्ति धनवान बनी जाती और पराक्रमी बनी था। यही वृक्षर स्पर्श व्यक्तिर सब मनस्कामना पूरा होता है। यही गछ को छुईबा सह आपण यही खास मंत्र को बोलिबा उचित। आउ सेही मंत्रटी हेउची दर्शनं बेलम वृक्षस स्पर्शम पाप नाश अघोर पाप संहार। आपण होली दिन बेल वृक्ष को छुईकी यही मंत्र को कहिबे एवं आपणकर जहाँ भी मनस्कामना थिबो आपण कहिदेबे एवं चुपचाप सही वृक्ष पाखरु सीधा आपणक घर को फेरी आसिबे। आपणकर सब दुख कष्ट समाप्त होई जिवो एवं आपण धन सुख समृद्धि प्राप्त करिवे। एबे आसंतु द्वितीय वृक्षटी जानिबा। आउ सेही वृक्षटी हेउची बहुत महत्वपूर्ण वृक्ष होइଥାଏ। एही वृक्षटी हेउची शमी गछ। शमी गछ को आम धर्मशास्त्र रे जगदम्बा स्वरूप रूप रे पूजा करा जाय। एही स्वयं मां जगदम्बाଙ୍କ स्वरूप अटे। एही शमी गछरे माता जगदम्बा साक्षात विराजमान रही थांती। जदि आपण होली दिन संध्या काल रे शमी गछ मूल धूप दीप जलाइबे एवं आपणकर सब समस्या आ कष्ट को दूर होई जिवो। शमी गछ मूल सिंदूर लगाइबे व्यक्तिर स्वस्थ स्वास्थ्य प्राप्त होइଥାଏ। ଯେଉଁ ବ୍ୟକ୍ତି ଲମ୍ବା ସମୟ ପର୍ଯ୍ୟନ୍ତ କୌଣସି ବେମାରରେ ପଡ଼ିଥାନ୍ତି ତାଙ୍କ ପାଇଁ ଏହା ବହୁତ ସୁନ୍ଦର ଓ ଉତ୍ତମ ଉପାୟଟିଏ। ଯଦି ଆପଣଙ୍କ ଘରେ କେହି ସଦସ୍ୟ ଲମ୍ବା ସମୟ ପର୍ଯ୍ୟନ୍ତ ବେମାର ପଡ଼ିଥାନ୍ତି ତ ଆପଣ ସେହି ବ୍ୟକ୍ତିଙ୍କ ଶରୀରରେ 7 ଥର ସିନ୍ଦୂର ବୁଲାଇକି ଶମୀ ଗଛର ମୂଳରେ ଢାଳିବେ। ସେହି ବେମାରୀରୁ ବହୁତ ଜଲ୍ଦି ଆପଣମାନେ ଠିକ୍ ହୋଇଯିବେ। ଯଦି ଆପଣ ବେମାରୀରୁ ମୁକ୍ତି ଚାହାନ୍ତି ଏବଂ ନିରାଗ ରହିବାକୁ ଚାହାନ୍ତି ତ ଶମୀ ଗଛର ଚେରରେ ସିନ୍ଦୂର ପକାଇବା ଦ୍ୱାରା ଆପଣଙ୍କର ରୋଗ ନାଶ ହୋଇଥାଏ। ଆପଣ ହୋଲି ଦିନ ଶମୀ ଗଛକୁ ଛୁଇଁକି ଆପଣଙ୍କର ମନସ୍କାମନା କହିଦେବେ। ଯେତେବେଳେ ଆପଣ ଏହି ଉପାୟ କରିବେ ତ ଆପଣ ନିଜେ ଦେଖିବେ କି ଆପଣଙ୍କର ମନସ୍କାମନା କିପରି ପୂରଣ ହୋଇଯିବ ଏବଂ ଆପଣଙ୍କର ଦରିଦ୍ରତା ସମାପ୍ତ ହୋଇଯିବ। ଏହି ଦିନ ଶମୀ ବୃକ୍ଷର ପ୍ରଭାବରୁ ଆପଣ ଆପଣଙ୍କର ଲାଭ ପାଇପାରିବେ। ତ ଏହି ହୋଲି ପାବନ ପର୍ବରେ ଶମୀ ବୃକ୍ଷର ଆଶୀର୍ବାଦ ନେଇ ଆପଣଙ୍କ ଜୀବନରେ ସୁଖ ଓ ସମୃଦ୍ଧି ପାଇପାରିବେ। ଦର୍ଶକ ବନ୍ଧୁ, ଏବେ ଆଉ ବାକି ବୃକ୍ଷ ବିଷୟରେ ଆପଣଙ୍କୁ ଜଣାଇବା ପୂର୍ବରୁ ଆମ ଚ୍ୟାନେଲ ତରଫରୁ ଆପଣଙ୍କୁ ଗୋଟିଏ ରିକ୍ୱେଷ୍ଟ, ଯଦି ଆମ ଚ୍ୟାନେଲରେ ଆପଣ ନୂଆ ତ କୃପା କରି ଆମର ଏହି ଚ୍ୟାନେଲକୁ ସବସ୍କ୍ରାଇବ କରି ଭିଡ଼ିଓ ଗୋଟେ ଲାଇକ୍ କରିଦିଅନ୍ତୁ। କମେଣ୍ଟ ବକ୍ସରେ ହର ହର ମହାଦେବ ଅବଶ୍ୟ ଲେଖନ୍ତୁ। ତୃତୀୟ ବୃକ୍ଷଟି ହେଉଛି ଓସ୍ତ ଗଛ। ହିନ୍ଦୁ ଧର୍ମରେ ଓସ୍ତ ଗଛ ବହୁତ ପବିତ୍ର ଓ ଶୁଭ ମନାଯାଏ। ଏହା ବିଶେଷ ରୂପରେ ଭଗବାନ ଶିବ ଓ ବିଷ୍ଣୁ ଦୁଇ ଦେବତାଙ୍କ ସହ ଯୋଡ଼ା ହୋଇଥାଏ। ଓସ୍ତ ବୃକ୍ଷକୁ ପୂଜା କରିବା ଦ୍ୱାରା ପାପର ନାଶ ହୋଇଥାଏ ଏବଂ ପୁଣ୍ୟର ପ୍ରାପ୍ତି ହୋଇଥାଏ। ହୋଲି ଦିନ ଓସ୍ତ ଗଛ ତଳେ ବସି ଧ୍ୟାନ କରିବେ ଓ ଦୀପ ଲଗାଇବେ, ପୂଜା କରିବେ ତ ଏହା ବିଶେଷ ରୂପରେ ଲାଭକାରୀ ମନାଯାଏ। ଓସ୍ତ ଗଛକୁ 108 ଥର ଓମ୍ ନମଃ ଶିବାୟ ଜପ କରିବେ ଏବଂ ପ୍ରଣାମ କରିବେ। ଏହାପରେ ଆପଣଙ୍କର ଯାହା ବି ମନସ୍କାମନା ଆପଣ ମନେ ମନେ କହିଦେବେ। ହୋଲିର ପାବନ ପର୍ବରେ ରଙ୍ଗ ଓ ଉତ୍ସାହର ସହ ଆଧ୍ୟାତ୍ମିକ ଦୃଷ୍ଟିରୁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ହୋଇଥାଏ। ଏହି ଦିନ କରାଯାଉଥିବା କିଛି ବିଶେଷ ଉପାୟ ଆମ ଜୀବନରେ ସୁଖ ସମୃଦ୍ଧି ନେଇ ଆସିଥାଏ। ଆଉ ତୃତୀୟ ବୃକ୍ଷଟି ହେଉଛି ପାରିଜାତ ବୃକ୍ଷ, ଯାହାକୁ ଦେବବୃକ୍ଷ କୁହାଯାଏ। ପାରିଜାତ ବୃକ୍ଷ କୌଣସି ସାଧାରଣ ବୃକ୍ଷ ନୁହେଁ, ବରଂ ଏହାର ଜନ୍ମ ସମୁଦ୍ର ମନ୍ଥନ ଦ୍ୱାରା ହୋଇଥିଲା। ଏହି ବୃକ୍ଷକୁ ସ୍ୱୟଂ ଦେବରାଜ ଇନ୍ଦ୍ର ତାଙ୍କ ନନ୍ଦନବନରେ ସ୍ଥାପିତ କରିଥିଲେ, କିନ୍ତୁ ତାପରେ ଭଗବାନ ଶ୍ରୀକୃଷ୍ଣ ଏହି ଧରିତ୍ରୀକୁ ଆଣିଥିଲେ, ଯାହାକି ମାନବ ଏହି ଗଛର ଲାଭ ଉଠାଇ ପାରିବେ। ଏହି ବୃକ୍ଷ ମାତା ଲକ୍ଷ୍ମୀଙ୍କର ପ୍ରତୀକ ମନାଯାଏ, କାହିଁକି ନା ମାତା ଲକ୍ଷ୍ମୀ ବି ସମୁଦ୍ର ମନ୍ଥନରୁ ଉତ୍ପନ୍ନ ହୋଇଥିଲେ। ଏଥିପାଇଁ ଏହି ବୃକ୍ଷକୁ ପୂଜା କରିବା ଦ୍ୱାରା ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ ଆଉ ଜୀବନରେ ସୁଖ ସମୃଦ୍ଧିର ବାସ ହୋଇଥାଏ। ହୋଲି ଦିନ ଏହି ବୃକ୍ଷକୁ ସ୍ପର୍ଶ କରିବେ ଏବଂ ଏହି ଗଛକୁ ପୂଜା କରିବା ଅତ୍ୟନ୍ତ ଶୁଭ ମନାଯାଏ। ହୋଲି ଦିନ ସନ୍ଧ୍ୟା ସମୟରେ ପାରିଜାତ ବୃକ୍ଷକୁ ଛୁଇଁବା ମାତ୍ରେ ହିଁ ଆପଣଙ୍କର ସବୁ ସମସ୍ୟା ଦୂର ହୋଇଯାଏ। ଏହି ବୃକ୍ଷ ସକାରାତ୍ମକ ଉର୍ଜାର ଭଣ୍ଡାର ହୋଇଥାଏ। ଏହି ବୃକ୍ଷକୁ ସ୍ପର୍ଶ କରିବା ଦ୍ୱାରା ବ୍ୟକ୍ତିର ଶରୀରରେ ସକାରାତ୍ମକ ଉର୍ଜାର ସଞ୍ଚାର ହୋଇଥାଏ।
ଏହି ଶୁଭ ଅବସରରେ ଯଦି ଆପଣ ପାରିଜାତ ବୃକ୍ଷ ପାଖକୁ ଯାଇ ଶ୍ରଦ୍ଧାପୂର୍ବକ ପ୍ରଣାମ କରିବେ, ଯଦି ସମ୍ଭବ ହେବ ତ ଏହି ଗଛର ମୂଳରେ ଅଳ୍ପ ସିନ୍ଦୁର ଅର୍ପିତ କରିବେ ଏବଂ ଗୋଟିଏ ଘିଅର ଦୀପ ଜଳାଇବେ। ଏହା କରିବା ଦ୍ୱାରା ଏହି ବୃକ୍ଷର ଦିବ୍ୟ ଊର୍ଜା ଆପଣଙ୍କ ଜୀବନରେ ପ୍ରଭାବିତ ହେବ ଏବଂ ଆପଣଙ୍କର ସବୁ ଇଚ୍ଛା ପୂର୍ଣ୍ଣ ହେବାକୁ ଲାଗିବ। କିନ୍ତୁ ଏହି ପୂଜା ଦ୍ୱାରା ଆପଣଙ୍କୁ ଗୋଟିଏ ବିଶେଷ ପ୍ରାର୍ଥନା ଅବଶ୍ୟ କରିବାକୁ ପଡ଼ିବ। ହେ ପାରିଜାତ ବୃକ୍ଷ, ଆପଣ ସ୍ୱୟଂ ମାତା ଲକ୍ଷ୍ମୀଙ୍କର ସ୍ୱରୂପ ଅଟନ୍ତି। କୃପା କରି ଆମର ସବୁ ସମସ୍ୟାକୁ ଦୂର କରନ୍ତୁ। ମୋ ଘରେ ଲକ୍ଷ୍ମୀଙ୍କର ବାସ ହେଉ। ପିତୃଦୋଷ, ଗୃହଦୋଷ, ଲକ୍ଷ୍ମୀ ଦୋଷ ସମାପ୍ତ ହେଇଯାଉ। କୃପା କରି ମୋ ଜୀବନରେ ସମୃଦ୍ଧି ଓ ସୁଖର ବର୍ଷା କରନ୍ତୁ। ଏହି ପ୍ରାର୍ଥନା କରି ଆପଣଙ୍କର ମନ କଥା କହିଦେବେ ଏବଂ ପାରିଜାତ ବୃକ୍ଷର କୃପାରୁ ଆପଣଙ୍କ ଜୀବନରେ ସବୁ ବାଧା ସମାପ୍ତ ହେବାକୁ ଲାଗିବ। ଯଦି ଆପଣଙ୍କୁ ଆର୍ଥିକ ସମସ୍ୟା ଘାଣ୍ଟୁଥାଏ, ଧନର ଆଗମନ ହୋଇନଥାଏ କିମ୍ବା ପଇସାର ଅଯଥା ଖର୍ଚ୍ଚ ହେଉଥାଏ, ତ ପାରିଜାତର 5ଟି ଫୁଲ ନେଇ ଭଲସେ ଶୁଖାଇ ଦେବେ। ସେହି ଫୁଲ ଶୁଖିଗଲା ପରେ ହଳଦିଆ ରଙ୍ଗର କପଡ଼ାରେ ବାନ୍ଧିକି ଆପଣଙ୍କ ତ୍ରେଜରୀରେ ରଖିଦେବେ। ଏହି ଉପାୟ ଆପଣ ମଙ୍ଗଳବାର ଦିନ କରିପାରିବେ କିମ୍ବା ହୋଲି ଦିନ ବି ବିଶେଷ କୃପାରେ କରାଯାଇପାରିବ। ଏହା କରିବା ଦ୍ୱାରା ଆପଣଙ୍କ ଘରେ ଧନର ଉନ୍ନତି ହେବ ଏବଂ ଆର୍ଥିକ ସ୍ଥିତି ମଜବୁତ ରହିବ। ଯଦି ଆପଣ ଧନବାନ ବନିବାକୁ ଚାହାନ୍ତି, ଆପଣଙ୍କର କୌଣସି ଅଧୁରା ଇଚ୍ଛା ପୂରା କରିବା ପାଇଁ ଚାହାନ୍ତି କିମ୍ବା ଆପଣଙ୍କର ଜୀବନର ସଫଳତା ଓ ସମୃଦ୍ଧିରେ ଭରିବାକୁ ଚାହାନ୍ତି, ତ ପାରିଜାତ ବୃକ୍ଷ ସହିତ ବରଗଛ ଓ ଆମ୍ବ ଗଛକୁ ସ୍ପର୍ଶ ଅବଶ୍ୟ କରନ୍ତୁ ହୋଲି ଦିନ। ଏହି 3ଟି ବୃକ୍ଷକୁ ଛୁଇଁବା ମାତ୍ରେ ଏତେ ପ୍ରଭାବଶାଳୀ ଊର୍ଜା ଉତ୍ପନ୍ନ ହୋଇଥାଏ କି କୌଣସି ବି ବାଧା ଆପଣଙ୍କ ବାଟରେ ଆସିବ ନାହିଁ। ଆପଣ ହୋଲି ଦିନ ଏହି ଉପାୟକୁ ଆପଣାଇ ଆପଣଙ୍କ ଜୀବନକୁ ଚମତ୍କାର କରାଇବା ସହ ଆପଣ ଆପଣଙ୍କର କଷ୍ଟକୁ ଦୂର କରିପାରିବେ ଏବଂ ଆପଣଙ୍କର ଭାଗ୍ୟକୁ ଚମକାଇ ପାରିବେ। ଏହି ସରଳ ଓ ପ୍ରଭାବଶାଳୀ ଉପାୟ ଆପଣଙ୍କ ଜୀବନରେ ଚମତ୍କାରୀ ଆସିଥାଏ। ଏଥିପାଇଁ ଏହି ଉପାୟକୁ ଶ୍ରଦ୍ଧା ଓ ବିଶ୍ୱାସର ସହ ପାଳନ କରିବେ। ହୋଲିର ପାବନ ପର୍ବରେ ନା କେବଳ ରଙ୍ଗର ପ୍ରତୀକ ଅଟେ ବରଂ ଆଧ୍ୟାତ୍ମିକ ଦୃଷ୍ଟିରୁ ଏହା ବହୁତ ମହତ୍ତ୍ୱପୂର୍ଣ୍ଣ ମନାଯାଏ। ଏହି ଦିନ କରାଯାଉଥିବା କିଛି ବିଶେଷ ଉପାୟ ଆପଣଙ୍କ ଜୀବନରେ ସୁଖ, ସମୃଦ୍ଧି, ଶାନ୍ତି ଓ ସକାରାତ୍ମକ ଊର୍ଜା ନେଇକି ଆସିଥାଏ। ବରଗଛକୁ ହିନ୍ଦୁ ଧର୍ମରେ ଦେବବୃକ୍ଷ ମନାଯାଏ, ଯାହା ବିଶେଷ କରି ମହିଳାମାନଙ୍କ ପାଇଁ ଅତ୍ୟନ୍ତ ପୂଜନୀୟ ଶୁଭ ଫଳ ହୋଇଥାଏ। ବଟ ବୃକ୍ଷକୁ ଭଗବାନ ଶିବ ଓ ମାତା ପାର୍ବତୀଙ୍କର ସ୍ୱରୂପ ମନାଯାଏ। ଏହି ବୃକ୍ଷର ତଳେ ବସି ସାଧନା କରିବା ଦ୍ୱାରା ବ୍ୟକ୍ତିକୁ ଦୀର୍ଘାୟୁ, ସନ୍ତାନ ସୁଖ, ବୈବାହିକ ସୁଖ ଏବଂ ଜୀବନରେ ଉନ୍ନତି ପ୍ରାପ୍ତ ହୋଇଥାଏ। ବିଶେଷ ରୂପରେ ମହିଳାମାନେ ଏହି ବୃକ୍ଷକୁ ପୂଜା କରିକି ଅତ୍ୟନ୍ତ ସୌଭାଗ୍ୟର ପ୍ରାପ୍ତି ପାଇପାରିବେ। ଏହା ମନାଯାଏ କି ଏହି ବୃକ୍ଷରେ ତ୍ରିଦେବ ବ୍ରହ୍ମା, ବିଷ୍ଣୁ, ମହେଶ୍ୱରଙ୍କର ବାସ ହୋଇଥାଏ। ଏହି ଗଛକୁ ପୂଜା କରିବା ଦ୍ୱାରା 3 ଦେବତାଙ୍କର କୃପା ପ୍ରାପ୍ତ ହୋଇଥାଏ। ହୋଲି ଦିନ ଏହି ପବିତ୍ର ବୃକ୍ଷ ପାଖକୁ ଯାଇ ଗଛକୁ ପୂଜା କରିବା ଦ୍ୱାରା ବିଶେଷ ଲାଭ ମିଳିଥାଏ। ହୋଲି ଦିନ ପ୍ରାତଃ କାଳରୁ ସ୍ନାନ କରିକି ସ୍ୱଚ୍ଛ ବସ୍ତ୍ର ଧାରଣ କରି ବରଗଛ ପାଖକୁ ଯାଇ ଶ୍ରଦ୍ଧାପୂର୍ବକ ଏହି ଗଛକୁ ପ୍ରଣାମ କରିବେ। ଭଗବାନ ଶିବ ଓ ମାତା ପାର୍ବତୀଙ୍କୁ ଧ୍ୟାନ କରିବେ। ଏହାପରେ ବରଗଛ ମୂଳରେ କଞ୍ଚା କ୍ଷୀର ଓ ପାଣି ଅର୍ପିତ କରିବେ। ଏହା କରିବା ଦ୍ୱାରା ଜୀବନରେ ସୁଖ, ସମୃଦ୍ଧି ଆସିଥାଏ। ଏହା ଆପଣଙ୍କର ସମସ୍ୟାକୁ ଦୂର କରିଥାଏ। ଏହାପରେ ବରଗଛର ଚାରିପଟେ ପରିକ୍ରମା କରିବେ। ପରିକ୍ରମା କରିବା ସମୟରେ ଓମ୍ ନମଃ ଶିବାୟ ମନ୍ତ୍ରକୁ ଜପ କରିବେ। ଏହା କରିବା ଦ୍ୱାରା ମନସ୍କାମନା ପୂର୍ଣ୍ଣ ହୋଇଥାଏ ଆଉ ଜୀବନର ସବୁ ସମସ୍ୟା ଧୀରେ ଧୀରେ ସମାପ୍ତ ହୋଇଯିବ। ଏହାପରେ ବରଗଛ ମୂଳରେ ଗୋଟିଏ ଦୀପଟିଏ ଜଳାଇବେ ଏବଂ ଆପଣଙ୍କର ୱିଶ୍ ପାଇଁ ଭଗବାନ ଶଙ୍କରଙ୍କୁ ପ୍ରାର୍ଥନା କରିବେ। ଯଦି ସମ୍ଭବ ହେଉଛି ତେବେ ବରଗଛ ମୂଳରେ କିଛି ସମୟ ବସି ଧ୍ୟାନ କରିବେ। ଏହାଦ୍ୱାରା ମାନସିକ ଶାନ୍ତି ପ୍ରାପ୍ତ ହେବ ଏବଂ ଆତ୍ମୀୟ ଊର୍ଜାର ସଞ୍ଚାର ହେବ। ବରଗଛ ପତ୍ର ଭଗବାନ ଶିବଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ। ଏଥିପାଇଁ ଏହି ପତ୍ରକୁ ତୋଳି ଶିବଲିଙ୍ଗରେ ଅର୍ପିତ କରନ୍ତୁ। ଏହା କରିବା ଦ୍ୱାରା ଭଗବାନ ଶିବ ଅଧିକ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି ଆଉ ତାଙ୍କ ଭକ୍ତ ଉପରେ ବିଶେଷ କୃପା ବର୍ଷା କରିଥାନ୍ତି। ଯଦି ଆପଣଙ୍କ ଜୀବନରେ କୌଣସି ସମସ୍ୟା ଚାଲୁଥାଏ, ବିଶେଷ କରି ପାରିବାରିକ କଳହ ଥାଏ,
आर्थिक संकट किंबा संतान सह जोड़ा किछि समस्या थाए तो होली दिन आपण बरगछ को पूजा करने अत्यंत लाभकारी मना जाए। एही दिन श्रद्धा और भक्ति भाव में एही वृक्ष को पूजा करने द्वारा आपणक घरे सुख समृद्धि आसी थाए और सब प्रकार कष्टरू आपको मुक्ति मिलता है, सब समस्या आपंकर दूर होता है। तो आशा करुच्चे आज भिडियोटी निहाती भाव में आपको पसंद आसी जदि भिडियोटी आपको पसंद आसी थाए तेबे भिडियोटी गोटे लाइक करंतु, चैनल रे नुआ थे चैनल को सब्सक्राइब करी पाखरे थिबा बेल आइकन टी को दबाई दियंतु। कमेंट बॉक्स रे हर हर महादेव अवश्य लिखंतु।